ଦେଖନ୍ତୁ ଆମେ ଆପଣମାନେ ଯେମିତି ଜାଣନ୍ତି ଚୋରା ଗଞ୍ଜେଇ କାରବାର ଯୋଉ ଚାଲିଛି ଗଞ୍ଜେଇ ମାଫିଆ ମାନଙ୍କ ଦ୍ୱାରା ତାକୁ ଧରିବା ପାଇଁ ଆମର ଚେଷ୍ଟା ଗତ ପ୍ରାୟ 6 ମାସରୁ ଉର୍ଦ୍ଧ୍ୱ ହବ ଆମେ ସେଇ କାମରେ ଲାଗିଛୁ ଯେ ଏ ଅଞ୍ଚଳରୁ ସମ୍ପୂର୍ଣ୍ଣ ଭାବରେ କେମିତି ଗଞ୍ଜେଇକୁ ଆମେ ତାର ଚାଷ ଏବଂ ତାର ବେପାର ସବୁ କିଛି ବନ୍ଦ କରିବା ପାଇଁ ଆମର ସବୁ ପ୍ରକାର ଚେଷ୍ଟା ଚାଲିଛି। ବିଭିନ୍ନ ସମୟରେ ଆମେ ଗଞ୍ଜେଇ ଧରୁଛୁ ଏବଂ ନିର୍ଦ୍ଦିଷ୍ଟ ବ୍ୟକ୍ତି ଯୋଉମାନେ ସେ ଗଞ୍ଜେଇ ଡିଲ୍ କରୁଛନ୍ତି ସେମାନଙ୍କୁ ଆରେଷ୍ଟ କରିକି କୋର୍ଟକୁ ଚାଲାଣ କରାଯାଉଛି। ସେଇଭଳି ଗତକାଲି ଆମକୁ ଗୋଟେ ବିଶ୍ୱସ୍ତ ସୂତ୍ରରୁ ଗୋଟେ ଖବର ମିଳିଥିଲା ଯେ ପିଡିଆର ଗାଁରେ ପ୍ରଚୁର ପରିମାଣରେ ଗଞ୍ଜେଇ ମହଜୁଦ ଅଛି। ଆଉ ସେମାନେ ସେଗୁଡ଼ିକୁ ଯଦି ତୁରନ୍ତ ଆମେ ଯାଇକି ସିଜ୍ ନ କରୁଛୁ ତାହେଲେ ସେମାନେ ସେଗୁଡ଼ିକୁ ଚାଲାଣ କରିଦେବେ। ଏ ଖବର ପାଇଲା ପରେ ଆମର ମୋହନା ଆଇଆଇସି ତୁରନ୍ତ ମୋତେ ଜଣେଇଥିଲେ। ଜଣିଲା ପରେ ଏନଡିପିଏସ୍ ଆଇନର ଧାରା ଅନୁସାରେ ସେ ଏଡିଏମ୍କୁ ମଧ୍ୟ ଜଣେଇଥିଲେ। ଏଡିଏମ୍ ଜଣେ ଏକ୍ଜିକ୍ୟୁଟିଭ ମାଜିଷ୍ଟ୍ରେଟକୁ ଡେପୁଟ କରିଥିଲେ। ଗୋଟେ ପୁଲିସ ଟିମ୍ ଫର୍ମ କରାଯାଇଥିଲା। କିଛି ପୁଲିସ କର୍ମଚାରୀ ଡିଷ୍ଟ୍ରିକ୍ଟ ହେଡକ୍ୱାର୍ଟରରୁ ମଧ୍ୟ ଏଠିକି ପଠାଯାଇଥିଲା। ତାପରେ ମୋହନା, ଅଡବା, ଆର୍ ଉଦୟଗିରି ଏ 3 ଥାନାର ଆଇଆଇସି ସେମାନଙ୍କର ସମସ୍ତ ଷ୍ଟାଫକୁ ନେଇକିରି ଏବଂ ହେଡକ୍ୱାର୍ଟରରୁ ଆସିଥିବା ଷ୍ଟାଫକୁ ନେଇକି ଏକ୍ଜିକ୍ୟୁଟିଭ ମାଜିଷ୍ଟ୍ରେଟଙ୍କ ସହିତ ସେ ଗାଁକୁ ଯାଇଥିଲେ। ଏ ଟିମ୍ର ଲିଡ୍ ନେଉଥିଲେ ଆମର ଏସଡିପିଓ ଇନଚାର୍ଜ ଯୋଉ ଅଛନ୍ତି ଡିଏସପି ଅମିତାଭ ପଣ୍ଡା। ସେ ଟିମ୍କୁ ଲିଡ୍ କରୁଥିଲେ। ସେ ଗାଁକୁ ସେମାନେ ଯାଇଥିଲେ ଏବଂ ସେଠୁ ପ୍ରଚୁର ପରିମାଣରେ ଜବତ ମଧ୍ୟ ହେଇଥିଲା ଗଞ୍ଜେଇ ଏବଂ ସେଠୁ କିଛି ଆସାମୀକୁ ମଧ୍ୟ ସେ ଧରିଥିଲେ। ସେ ସବୁକୁ ନେଇକି ସେମାନେ ଫେରୁଥିବା ସମୟରେ ତାର ପରବର୍ତ୍ତୀ ଗାଁ ଯୋଉ ରହିଛି ଯୁବ, ସେ ଯୁବ ଗାଁର କିଛି ଲୋକ ସେମାନଙ୍କୁ ରାସ୍ତାରେ ଗଛ କାଟିକି ପକେଇ ଏବଂ ପଥର ରଖି ରାସ୍ତା ଅବରୋଧ କରିଥିଲେ, ଯାହାଦ୍ୱାରା ପୁଲିସ ଗାଡ଼ି ଆସିବା ସମ୍ଭବପର ହେଇନଥିଲା। ସେମାନେ ପୁଲିସ ଗାଡ଼ିରୁ ଓହ୍ଲେଇ ଏଇ ଗଛ ଏବଂ ପଥରକୁ ହଟେଇବା ପାଇଁ ଉଦ୍ୟମ କରୁଥିବା ସମୟରେ ଗ୍ରାମବାସୀ ମାନେ ଅତର୍କିତ ଭାବରେ ତାଙ୍କୁ ଚାରିପଟୁ ବେଢି ଯାଇଥିଲେ ଏବଂ ତାଙ୍କୁ ସେଠି ଆକ୍ରମଣ କରିଥିଲେ। ଏଥିରେ ଆମର ଏସଡିପିଓ ଏବଂ ଆଇଆଇସିଙ୍କ ସମେତ 26 ଜଣ ପୁଲିସ କର୍ମଚାରୀ ଆହତ ହେଇଛନ୍ତି। ଆମର ପ୍ରାୟ 6ଟି ପୁଲିସ ଗାଡ଼ିକୁ ସେମାନେ ଭଙ୍ଗାରୁଜା ମଧ୍ୟ କରିଛନ୍ତି। ଏହାପରେ ଆମର ଜଣେ ସବ୍ ଇନ୍ସପେକ୍ଟରକୁ ମଧ୍ୟ ସେ ବେକରେ ଗାମୁଛା ଚାପିକିରି ମାରିବା ପାଇଁ ସେଠି ଚେଷ୍ଟା କରିଛନ୍ତି, ଯିଏକି ଅତି ସକ୍ରିୟ ଭାବରେ କାମ କରୁଥିଲେ ସେ ଜାଗାରେ। ତାପରେ ହେଡକ୍ୱାର୍ଟରରୁ ପୁଣି ଆଉ ପୁଲିସ ପଠାଯାଇଥିଲା ଘଟଣାସ୍ଥଳକୁ ଏବଂ ଘଟଣାସ୍ଥଳରେ ସ୍ଥାନୀୟ ସରପଞ୍ଚ ଏବଂ ଅନ୍ୟ କିଛି ବ୍ୟକ୍ତି ସେଠି ପହଞ୍ଚିଥିଲେ। ଆପଣମାନଙ୍କ ଭିତରକୁ ମଧ୍ୟ କିଛି ମିଡିଆ ବନ୍ଧୁ ବି ସେଠି ପହଞ୍ଚିଥିଲେ। ମିଡିଆ ବନ୍ଧୁମାନେ ନିଜ ଆଖିରେ ଦେଖିଛନ୍ତି ସେଠିକା ଦୃଶ୍ୟ କ'ଣ ଥିଲା। ଆମର ପୁଲିସ କର୍ମଚାରୀ ସେମାନଙ୍କ ସହିତ କୌଣସି ତାଙ୍କର ଦୁଶ୍ମନୀ ନଥିଲା। ସେମାନେ ଏନଡିପିଏସ୍ ଆକ୍ଟରେ ଆଇନରେ କାମ କରୁଥିଲେ, ଆଇନ ସମ୍ମତ କାମ କରୁଥିଲେ, କିନ୍ତୁ ତାକୁ ବିରୋଧ କରିକି ଏଇ ଯୁବ ଗାଁର ଯୋଉ ଲୋକମାନେ ପୁଲିସ ପ୍ରତି ଏଭଳି ଆକ୍ରମଣ କରିଛନ୍ତି ଏବଂ ସେ ଆକ୍ରମଣର ସୁଯୋଗ ନେଇ ଗିରଫ ହୋଇଥିବା ଆସାମୀ